ମୋ ନାଁ ପ୍ରଭାସ କୁମାର ନାୟକ। ଆଉ ଆମ ଘର ହେଉଛି କଟକ 42 ମୌଜା ବରାଳ। କଣ ଅସୁବିଧା ହେଇଛି ତମର? ଅସୁବିଧା କି ଆମେ ଦିଲ୍ଲୀରେ ଥିଲୁ। ବାପା ମୋ ସାନ ଭାଇ ଥିଲା, ମୁଁ ମଝିରେ ବାପାଙ୍କୁ ନେଇକି ଯାଇଥିଲି। ତ ଆମେ ଦିଲ୍ଲୀରୁ ଫେରୁଥିବା ବେଳେ ଆମ ବାପାଙ୍କ ଟିକେ ମୁଣ୍ଡ ଟିକେ ପ୍ରୋବ୍ଲେମ ଅଛି, ତ ସେ କୋଉ ଷ୍ଟେସନରେ ଓହ୍ଲେଇ ପଡିଛନ୍ତି ଆମେ ସେ ଜାଣିନୁ। ଏଇଠି ଆଜି 2.5 ମାସ ହେଇଗଲାଣି, ତ ଆମେ ଏପର୍ଯ୍ୟନ୍ତ ତାଙ୍କର କିଛି ଖବର ପାଇନୁ। ଆଚ୍ଛା ଦିଲ୍ଲୀରେ କଣ ବାପା ଚାକିରି କଣ କରୁଥିଲେ? ବାପା ସେଠି ପ୍ଲମ୍ବର ଥିଲେ, ପାଣି ପିଇ କାମ କରନ୍ତି। ଆଚ୍ଛା ତମେ ମାନେ ବି ଦିଲ୍ଲୀରେ ରହୁଥିଲ? ନାଇଁ ମୋ ସାନ ଭାଇ ଥିଲେ ଆଉ ମମି ଥିଲେ। ଆଚ୍ଛା ତ ମମି ଗାଁକୁ ପଳେଇ ଆସିଲା ପରେ ହୁଁ ତ ସାନ ଭାଇ ସେଠି ଏକଲା ଥିଲା। ହୁଁ ତାପରେ ବାବା ବି ଆସିଥିଲେ, ତ ମୁଁ ବାବାଙ୍କୁ ନେଇକି ଯାଇଥିଲି। ହୁଁ ତାପରେ ସେଠି ଗଲା ପରେ ସେଠୁ କମ୍ପାନୀ ସେଠୁ କଣ କହିଲା ନା ନାଇଁ ଏତେ ଦିନ ତାଙ୍କ ମେଣ୍ଟାଲ କଣ୍ଡିସନ ଦିନକୁ ଦିନ ଖରାପ ହେଇ ଚାଲିଲା, ତ କମ୍ପାନୀ କଣ କଲା ନା ବାହାର କରିଦେଲା। ହୁଁ ତ ଆମେ ସବୁ ଏକା ସାଙ୍ଗରେ ଫେରୁଥିଲୁ, ଆମ ଯାହା ଜିନିଷ ପତ୍ର ଥିଲା ସବୁ ନେଇକି ଏକା ସାଙ୍ଗେ ଫେରୁଥିଲୁ। ତ ଏମିତି ହେଇଛି ବାଟରେ। ତମେ ଦିଲ୍ଲୀରୁ କୋଉ ଟ୍ରେନରେ ଆସିଥିଲ? ଆମେ ଦିଲ୍ଲୀରୁ ଆସିଥିଲୁ ପୁରୁଷୋତ୍ତମରେ, ପୁରୁଷୋତ୍ତମ ଏକ୍ସପ୍ରେସରେ। ଟ୍ରେନରେ ଆସିଥିଲ। ଆଜ୍ଞା। ତ କୋଉ ପର୍ଯ୍ୟନ୍ତ ତମ ବାପା ଆଉ ତମର ବାପାଙ୍କୁ ଟ୍ରେନରେ ଆମେ ଦେଖିଥିଲୁ ଲାଷ୍ଟ ପ୍ରୟାଗରାଜ ପାଖରେ, ସେଇଠୁ ଆଉ ଆମେ ସିଆଡକୁ ଆଉ ପାଇନୁ। ଟ୍ରେନରେ ପାଖାପାଖି ବସିଥିଲ? ଟ୍ରେନ ଟିକେ ଡିଷ୍ଟାନ୍ସ ଥିଲା କିନ୍ତୁ ଆଚ୍ଛା ତ ତମେ ଲାଷ୍ଟ ପ୍ରୟାଗରାଜ ଦେଖିଥିଲ। ପ୍ରୟାଗରାଜ ପାଖରେ। ତାପରେ ତମେ ଖୋଜାଖୋଜି କଲ ନା ତାପରେ କଣ? ଟ୍ରେନ ଭିତରେ ଆମେ ଖୋଜିଲୁ, ଟ୍ରେନ ଭିତରେ ସେଠୁ ଆଉ ପାଇଲୁନି। ହୁଁ ତାପରେ ସେଠୁ ମୁଁ ସେଠୁ ଷ୍ଟେସନ ସବୁ ପ୍ରୟାଗରାଜ, ଫତେପୁର, ଗୋବିନ୍ଦପୁରୀ ଆଉ ମିର୍ଜାପୁର ସେଠି ଯାଇ ଖୋଜିଲି, ସେଠି କିଛି ପାଇନଥିଲି କି ସିସିଟିଭି ଫୁଟେଜ ବି ପାଇନଥିଲି। ତାପରେ ଏବେ ବାଲେଶ୍ୱର ମଝିରେ ଯାଇଥିଲି ଖୋଜିବାକୁ, ସେଠି କିଛି ଲୋକ କହିଲେ କି ବାପାଙ୍କୁ ଦେଖିଛନ୍ତି ବୋଲି। ତମେ ବାଲେଶ୍ୱର ଖୋଜିବା ପାଇଁ ଯାଇଥିଲ ନା ଲୋକ କହିଲାରୁ ତମେ ନାଇଁ ନାଇଁ ମୁଁ ଖୋଜିବା ପାଇଁ ଯାଇଥିଲି। କାହିଁକି ଡାଉଟ ହେଲା ବାଲେଶ୍ୱର ବୋଲି? ମୁଁ ସେଠୁ ଖୋଜିଲା ପରେ ପୁଣି ମୁଁ କହିଲି ଟିକେ ଓଡିଶା ଭିତରେ ଟିକେ ଦେଖିବା, ତ ସେଠି ଗଲା ପରେ କିଛି ଜଣ ବସଷ୍ଟାଣ୍ଡରେ 2 ଜଣ ଚାହା ଦୋକାନୀ କହିଲେ କି ବାପା ସେଠି ଗୋଟେ ଦିନ ଥିଲେ ବୋଲି। ଆଉ ଜଣେ ମଉସାଙ୍କ ସାଙ୍ଗ ଜଣେ ହେବେ ସିଏ ଜଣେ କହିଲେ। ଆଉ କିଛି 2-3 ଜଣ ଲୋକ ଏମିତି କହିଲେ, ଆଖପାଖ ଲୋକ କହିଲେ ହଁ ଆମେ ଦେଖିଛୁ ବୋଲି ଫଳ ମାର୍କେଟ ଭିତରେ ଏମିତି କହିଲେ ସବୁ। ଆଚ୍ଛା ଆଜ୍ଞା କେତେ ବୟସ ହବ ଆପଣଙ୍କର? ବାପାଙ୍କ ବୟସ 54 ବର୍ଷ ହବ। 54 ଆଜ୍ଞା ବର୍ଷ। ତାଙ୍କ ନାଁ କଣ? ତାଙ୍କ ନାଁ ସରୋଜ କୁମାର ନାୟକ। ତମର ମାନେ ତମେ ପୋଲିସରେ ଏଫଆଇଆର ଦେଇଛ? ଆଜ୍ଞା କୋଉ ଥାନାରେ ଦେଇଛ ଏଫଆଇଆର? ଆମର ବେଣ୍ଟକାରୀ ଥାନାରେ ଦିଆହେଇଛି। କଣ କହିଛନ୍ତି ସେମାନେ ଖୋଜାଖୋଜି କରୁଛନ୍ତି? ସେମାନେ କହିଥିଲେ କିଛି ଖବର ଯଦି ମିଳିବ ଆମେ ତମକୁ ଜଣେଇବୁ ବୋଲି କହିଥିଲେ। ଯେମିତି ତମ ବାଲେଶ୍ୱରରେ ତମର କିଏ ଲୋକ ଦେଖିଛନ୍ତି ବୋଲି କହିଲେ, ହୁଁ। ତାପରେ ଥାନାକୁ ଯାଇକିନି କଣ୍ଟାକ୍ଟ କରିଥିଲ? ସେଠିକା ଥାନାରେ ବି ଦିଆ ହେଇଥିଲା, ସେଠିକା ଥାନା ବାଲା ସେ କହିଲେ ବି ଆମେ କିଛି ଏପର୍ଯ୍ୟନ୍ତ ଖବର ପାଇନୁ, ଖବର ମିଳିଲେ ଜଣେଇବୁ, ସିଏ ବି ସେଇ କଥା କହିଲେ। ଆଚ୍ଛା ଯଦି ବସଷ୍ଟାଣ୍ଡ ପାଖରେ ଦେଖିଥିଲେ, ଆଜ୍ଞା ହয়ତ ବସଷ୍ଟାଣ୍ଡ ପାଖରେ କିଛି ସିସିଟିଭି ଫୁଟେଜ ହେରିକା ନାଇଁ ଥିବ? ବସଷ୍ଟାଣ୍ଡ ସେଠି ବାଲେଶ୍ୱର ବସଷ୍ଟାଣ୍ଡରେ କିଛି ସିସିଟିଭି ନାହିଁ ତ ସେଇଟା ମିଳିବ। ଘରେ କିଏ କିଏ ଅଛନ୍ତି ସବୁ? ଘରେ ଆଜ୍ଞା ମୋ ସାନ ଭାଇ ଆଉ ମୋ ମା ଅଛନ୍ତି। ଯଦି ଆପଣଙ୍କ ବାପା କିଏ ପାଇବେ କେମିତି କଣ ଯୋଗାଯୋଗ କରିବେ ଆପଣଙ୍କ ସହ? ବାପାଙ୍କୁ ଯଦି କିଏ ପାଇବେ ତାହେଲେ ମୋ ନମ୍ବର ଅଛି ଆମର, ତ ସେଥିରେ ଯୋଗାଯୋଗ କରିବେ। ଗୋଟେ ନମ୍ବର ହଉଛି ଆମର 8260694914, ଆଉ ଗୋଟେ ନମ୍ବର 8800210460।